ପଙ୍କ୍ତି ମୋର ମନେ ପଡୁଛି। ଗୋପବନ୍ଧୁ କହିଲେ, ସ୍ୱାଧୀନତା ମାନବର ଜନ୍ମ ଅଧିକାର, ଆମେ ୟାକୁ ସମସ୍ତେ ଜାଣିଛୁ। ପରବର୍ତ୍ତୀ ପାଦରେ କହୁଛନ୍ତି, ସ୍ୱାଧୀନ ଭାଷଣ ଆଉ ସ୍ୱାଧୀନ ବିହାର, ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି, ଚାରି ସ୍ତମ୍ଭେ ମାନବର ସମାଜ ସଂସ୍କୃତି। ଆମର ଲକ୍ଷ୍ୟ ହଉଛି ମଣିଷ ସମାଜର ସଂସ୍କୃତି, ମଣିଷ ସମାଜର ଅନୁଷ୍ଠାନ ଗୁଡ଼ିକ ବଳବତ୍ତର ରହିବ, କ୍ଷମତାଶାଳୀ ହବ, ପ୍ରଭାବଶାଳୀ ହବ ଓ ମଣିଷର ସ୍ୱାଧୀନତାକୁ ସ୍ୱୀକାର କରି ତାର ବିକାଶ ପାଇଁ ଉଦ୍ୟମ କରିବ। ସେ ବିକାଶ କୋଉପରି ହବ ନା ସ୍ୱାଧୀନ ଭାବରେ ସେ କହିବ, ସ୍ୱାଧୀନ ଭାଷଣ, ସ୍ୱାଧୀନ ବିହାର, ସ୍ୱାଧୀନ ଭାବରେ ସେ ଚଳପ୍ରଚଳ ହବ, ଭ୍ରମଣ କରିବ, ବୁଲାବୁଲି କରିବ, ଅର୍ଥାତ୍ ସେ ନିଜେ କିଛି ଅଭିଜ୍ଞତା ହାସଲ କରିବ। ପୁଣି ସ୍ୱାଧୀନ ଜୀବନ ପୁଣି ସ୍ୱାଧୀନ ସମିତି। ସ୍ୱାଧୀନ ସମିତିଟି ବଡ ଗୁରୁତ୍ୱପୂର୍ଣ୍ଣ କଥା। ସ୍ୱାଧୀନ ଭାବରେ ଆମେ ଯଦି କୌଣସି ସଂଗଠନ ତିଆରି ନ କରିପାରୁ, ତାହେଲେ ଆମର ମନୋଭାବର ବିନିମୟ ହେବ କିପରି? ପାରସ୍ପରିକ ସହଯୋଗ ବଢିବ କିପରି? ପରସ୍ପର ଭିତରେ ବୁଝାମଣା କିପରି ରହିବ ଏବଂ ତା ବିକଶିତ ହବ? ଏଇ ଯୋଉ କଥାଟି ସେ କହୁଛନ୍ତି, ଚାରୋଟି ସ୍ତମ୍ଭ, ସେ ସ୍ୱାଧୀନ ଭାଷଣ, ସ୍ୱାଧୀନ ବିହାର, ସ୍ୱାଧୀନ ଜୀବନ, ସ୍ୱାଧୀନ ସମିତି, এই ଚାରୋଟି ସ୍ତମ୍ଭ, এই ଚାରୋଟି ସ୍ତମ୍ଭ ମଣିଷ ଗଠନର ସ୍ତମ୍ଭ, ଭବିଷ୍ୟତ ନିର୍ମାଣର ସ୍ତମ୍ଭ। ଆମେ ଯଦି ବିଚାର କରୁଛୁ ଯେ ସ୍ୱାଧୀନ ଭାରତ ବର୍ଷରେ এই ଚାରୋଟି ସ୍ତମ୍ଭ ଆମକୁ ଯୋଗେଇ ଦିଆଯାଇଛି କି, ଆକୁ ସୁସ୍ଥ କରାଯାଇଛି କି ନା ତାହା ଦିନକୁ ଦିନ ରୁଗ୍ଣ ହେଉଛି। ଯାହା ପ୍ରଦ୍ୟୁମ୍ନ ବାବୁ କହିଲେ ଏବଂ ଆମେ ମଧ୍ୟ ଅନୁଭବ କରୁଛୁ, ଏ ସବୁ ସ୍ୱାଧୀନ ସ୍ତମ୍ଭ ଗୁଡ଼ିକ, ସ୍ୱାଧୀନ ଅନୁଷ୍ଠାନ ଗୁଡ଼ିକ କ୍ରମଶଃ ସରକାରୀ ପ୍ରଚୋଦନାରେ, ସରକାରୀ ପୃଷ୍ଠପୋଷକତାରେ, ସରକାରୀ ମାମଲତରେ ଏସବୁ କ୍ରମଶଃ ଧ୍ୱଂସ ପାଇ ପାଇ ଯାଉଛି। ହୁଏତ ନାମକୁ ସମିତି ଗୁଡ଼ିକ ଅଛି, କିନ୍ତୁ ସେଗୁଡ଼ିକ କାର୍ଯ୍ୟକ୍ଷମ ହେଉନାହାନ୍ତି ବା ମଣିଷ ଭିତରେ, ଆମମାନଙ୍କ ଭିତରେ ସେମିତି ସ୍ୱାଧୀନ ଚିନ୍ତା ସୃଷ୍ଟି କରିବାରେ ସହଯୋଗ କରୁନାହାନ୍ତି। ପ୍ରଦ୍ୟୁମ୍ନ 2016 ମସିହା ପଣା ସଂକ୍ରାନ୍ତି ଦିନ, ଏପ୍ରିଲ 14 ତାରିଖ ଦିନ କଳା ପତାକା ଅଭିଯାନ କରିଥିଲୁ, ଆରମ୍ଭ କରିଥିଲୁ। କଳା ପତାକା ଅଭିଯାନ ଏଇଥିପାଇଁ ହେଇଥିଲା ଯେ ଆମର ଡାକରା ଥିଲା ଯେ ସରକାର ଶୁଣନ୍ତୁ, ସରକାର ଯୋଉ ଅପକର୍ମ ସବୁ କରି ଚାଲୁଛନ୍ତି, ସମିତି ସଂଗଠନକୁ ଭାଙ୍ଗି ଦେବାକୁ ଚାହୁଁଛନ୍ତି, ରାଜନୈତିକ ପ୍ରଭାବ ପକେଇବାକୁ ଚାହୁଁଛନ୍ତି, ସେଥିରୁ ସରକାର କ୍ଷାନ୍ତ ହଉ। ରାଜ୍ୟ ସରକାରଙ୍କୁ ଏ ଯୋଉ ଆହ୍ୱାନ ଦେଇଥିଲେ, ତାହା କଣ ଫଳ ପଇଲା ଭିନ୍ନ କଥା। ଆମେ ଫଳ ଆଡକୁ ଯିବୁ ନାହିଁ, କାରଣ ଆମର କାମ ହଉଛି ଆମେ ପ୍ରତିବାଦ କରିବୁ। ଏ ପ୍ରତିବାଦ କରିବାର ଶକ୍ତି ଯେତେବେଳେ ଆମେ ହରେଇ ବସିବୁ, ତାହେଲେ ଆମେ ମୂକ ତୁଲ୍ୟ ହେଇଯିବୁ। ଆମର କୌଣସି ଅନୁଭବ ନାହିଁ, ଚିନ୍ତା ନାହିଁ, ପ୍ରଭାବ ନାହିଁ, ପ୍ରତିକ୍ରିୟା ନାହିଁ। ଯେମିତିକି ଆଜି ସାରା ଭାରତ ଦେଶ ପ୍ରତିକ୍ରିୟାହୀନ। ଯୋଉ ଅତ୍ୟାଚାର ସବୁ ଘଟୁଛି, ଅମାନୁଷିକ କାର୍ଯ୍ୟକଳାପ ସବୁ ଘଟି ଚାଲିଛି, ସେଗୁଡ଼ିକୁ କିପରି ଭାବରେ ଦମନ କରାଯିବ ଏବଂ ବିକଳ୍ପରେ
ଏକ ସୁମୂଲ୍ୟବୋଧ ସମ୍ପନ୍ନ ଅନୁଷ୍ଠାନ ଗଠନ କରାଯିବ ବା ଜୀବନ ଯାପନ କରିବା ପାଇଁ ସରକାର ସୁଯୋଗ ଦେବେ, ଏ କଥାକୁ ସରକାର ଚିନ୍ତା କରିପାରୁନାହାନ୍ତି। ଏଥିପାଇଁ ମୁଁ ଗୋଟିଏ ଇଂରେଜୀ ଭାଷାର ଇତିହାସ ପଢୁଥିଲି। ଜନୈକ ପଣ୍ଡିତ ସେଇଠି କହୁଛନ୍ତି ଯେ ଗୋଟିଏ ଜାତି ବିକାଶର 4ଟି ସ୍ତମ୍ଭ ଅଛି। ସେ ଗୋଟେ ପ୍ରଥମ ସ୍ତମ୍ଭ ହେଉଛି ଯେ ଜନସାଧାରଣ। ଏ ଜନସାଧାରଣଙ୍କର ଆଶା ଆକାଂକ୍ଷା ସ୍ୱପ୍ନ ଯଦି ସରକାର ସଫଳ କରିପାରନ୍ତି, ତାହେଲେ ସେଇ ଜନସାଧାରଣ ଆପେ ଆପେ ନିଜ ଭିତରେ ଗୋଟେ ଆତ୍ମବଳ ସଂଗ୍ରହ କରିବେ। ସେମାନଙ୍କର ଭରସା ଆସିବ ଯେ ଆମ ଉପରେ ଗୋଟେ ଅନୁଷ୍ଠାନ, ସରକାର ନାମକ ଗୋଟେ ଅନୁଷ୍ଠାନ ଅଛି, ସେ ଆମକୁ ଘଣ୍ଟ ଘୋଡଉଛି, ଆମକୁ ସାହାଯ୍ୟ ଦଉଛି, ଆମର ଅଭାବ ଅସୁବିଧା ଦୂର କରୁଛି। ଦ୍ୱିତୀୟ କଥାଟି ହଉଛି ଯେ ସେ ଦେଶର ସାମରିକ ଶାସନ ଯଦି ଜନତାର ସୁଖ ଦୁଃଖରେ ଭାଗି ହୁଏ, ତାହେଲେ ଦେଶ ଭିତରେ ଆଭ୍ୟନ୍ତରୀଣ ଯୋଉ ଶୃଙ୍ଖଳା ବିରାଜମାନ ହବ, ଗଣ୍ଡଗୋଳ ରହିବ ନାହିଁ। ଆମେ ଦେଖୁଛୁ ଭାରତ ବର୍ଷର ସୁରକ୍ଷା ବଳ ଚୀନ ଓ ପାକିସ୍ତାନ ଆକ୍ରମଣ ବେଳେ କେବଳ ସେମାନେ ଯୁଦ୍ଧ କ୍ଷେତ୍ରକୁ ଯାଆନ୍ତି, ଅବଶିଷ୍ଟ ସମୟରେ ସେମାନେ ନୀରବରେ ଶୋଇଯାଆନ୍ତି। ଯୁଦ୍ଧ ନାହିଁ ତ ସେମାନେ ନୀରବରେ ଶୋଇଗଲେ। ଏପାଖରେ ଆଭ୍ୟନ୍ତରୀଣ ବିଶୃଙ୍ଖଳା ଏପରି ଭାବରେ ବଢୁଛି ଯେ ମନେ ହେଉଛି ଦେଶର ଅର୍ଥର 14 ଭାଗ ଖର୍ଚ୍ଚ ହେଉଥିବା ସେଇ ସୁରକ୍ଷା ବଳ ପାଇଁ ବା ପ୍ରତିରକ୍ଷା ପାଇଁ ଏତେ ପଇସା ଖର୍ଚ୍ଚ ହେଉଥିଲେ ମଧ୍ୟ ତାର ଗୋଟେ ପଇସାର ମୂଲ୍ୟ ଆମେ ଜନସାଧାରଣ ଉପଭୋଗ କରିପାରୁନାହୁଁ। ଅର୍ଥାତ୍ ଦେଶର ସୈନ୍ୟବଳ ଆଭ୍ୟନ୍ତରୀଣ ଶାନ୍ତି ଶୃଙ୍ଖଳା ପାଇଁ ବିନିଯୋଗ ହେଇପାରୁନାହିଁ। ତୃତୀୟ କଥାଟି ହଉଛି ଯେ ଦେଶର ବୌଦ୍ଧିକ ଶକ୍ତି ନିରୂପଣ କରୁଥିବା ଯୋଉ ଅନୁଷ୍ଠାନ ଗୁଡିକ, ଆମେ ଶିକ୍ଷା କ୍ଷେତ୍ର କହିପାରୁ ଏବଂ ଅନ୍ୟ ଯେକୌଣସି କଥା କହିପାରୁ, ଯେମିତିକି ନାଚ ଗୀତ ନାଟକ ସିନେମା ଥିଏଟର, ଏଇ ଯୋଉ ସବୁ ପ୍ରଭୃତି ଯୋଉଗୁଡିକୁ ଆମେ ମନୋରଞ୍ଜନ କାର୍ଯ୍ୟକ୍ରମ ବୋଲି କହୁଛୁ, ଏ ମନୋରଞ୍ଜନ କାର୍ଯ୍ୟକ୍ରମ ଆପାତତଃ କିଛି କ୍ଷଣ ପାଇଁ ଦର୍ଶକ ମାନଙ୍କୁ ବାନ୍ଧିକି ରଖେ। କିନ୍ତୁ ସେଇ ବାନ୍ଧିକି ରଖିବା ବେଳେ ସେମାନଙ୍କୁ ଯଦି ଦେଶର ଅବସ୍ଥା ପ୍ରତି ସଚେତନ କରେଇ ଦିଆଯାଏ, ତାହେଲେ ସେମାନେ এই ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରୁଥିବା ଭିତରେ ବି ଦେଶର କଥାର ଗୋଟିଏ ଗୋଟିଏ ଛିଟିକା, ଗୋଟିଏ ଗୋଟିଏ ଲକ୍ଷଣ ସେମାନେ ଅନୁଭବ କରିପାରିବେ। ସାଂସ୍କୃତିକ କାର୍ଯ୍ୟକ୍ରମ ବିଳାସ ବେସନ ପାଇଁ ନୁହେଁ, ମଉଜ ପାଇଁ ନୁହେଁ, ଆତ୍ମ ନିରୀକ୍ଷଣ କରିବା ପାଇଁ, ଆତ୍ମ ସଂଗଠନ କରିବା ପାଇଁ, ଆତ୍ମ ପରୀକ୍ଷା କରିବା ପାଇଁ ବା ସେ ଆତ୍ମାକୁ ଅଧିକ ଅଧିକ ଦେଶ ହିତରେ ଲଗେଇବା ପାଇଁ ଉଦ୍ଦିଷ୍ଟ। ଚତୁର୍ଥ କଥାଟି ହଉଛି ଦେଶରେ ଯାହା ବାଣିଜ୍ୟ ବ୍ୟବସାୟ ହେଉଛି, ଯେଉଁଥିରେ ଅର୍ଥ ଆଗମ ହଉଛି ଦେଶକୁ ସମୃଦ୍ଧ କରାଯାଉଛି, ସେଇ ଅର୍ଥ କେଉଁ ଉଦ୍ଦେଶ୍ୟରେ ବ୍ୟୟ କରାଯାଉଛି, କିପରି ଭାବରେ ବ୍ୟୟ କରାଯାଉଛି, ହେଉଛି ବଡ ପ୍ରଶ୍ନ। ସବୁବେଳେ ଅର୍ଥ ହୁଏ ସଙ୍କଟ, ସବୁବେଳେ ଅର୍ଥ ହୁଏ ଆମର ଭବିଷ୍ୟତ ଯୋଜନା କରିବାରେ ପ୍ରତିବନ୍ଧକ। ଯଦି ଅର୍ଥ ସଙ୍କଟ ଥାଏ, ତାହେଲେ ଆମେ ଭବିଷ୍ୟତର ଯୋଜନା କିଛି କରିପାରିବୁ ନାହିଁ। ଅର୍ଥାତ୍ ଦେଶରେ ଯେତିକି ଅର୍ଥ ସଞ୍ଚିତ ହୋଇ ରହିଛି, ଯାହା ଯାହା କହିଲେ
ଯେ ସ୍ୱାଧୀନତା ବେଳେ ଡଲାର ମୂଲ୍ୟ ଥିଲା ଯେତିକି, ଟଙ୍କାର ମୂଲ୍ୟ ଥିଲା ସେତିକି। ଆଜି ଏତେ ବର୍ଷ ପରେ ଗୋଟିଏ ଡଲାର ପାଇବା ପାଇଁ ଆମେ 88 ଟଙ୍କା ଦଉଛୁ। ତେଣୁ ଏଇ ଦେଖିବୁ ଯେ ସ୍ୱାଧୀନତାର ଏଇ 80 ବର୍ଷ ଭିତରେ ଆମେ 88 ଗୁଣ ଆମ ଟଙ୍କାର ମୂଲ୍ୟକୁ ଅବକ୍ଷୟ କରିଛୁ। ଏଇଠି ଆମର ମାନେ ବୈଦେଶିକ ନୀତିର ଅଂଶ ବିଶେଷ, ଅର୍ଥାତ୍ ସରକାର ଯୋଉ ବୈଦେଶିକ ନୀତି ଗ୍ରହଣ କରୁଛନ୍ତି ସେ ବୈଦେଶିକ ନୀତି ଆମର ଅର୍ଥନୈତିକ ଶୋଷଣରେ ସହାୟକ ହଉଛି।